ପରି କର। ଯଦିଓ ତୁମର ଉପସ୍ଥିତି ଜଣା ନଥାଏ, ହେଲେ ତୁମର ଅନୁପସ୍ଥିତି ନିଶ୍ଚିତ ଅନୁଭବ ହେବ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ୍ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି, ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ସବସ୍କ୍ରାଇବ୍ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ, ବ୍ରତ, ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଜାନୁଆରୀ ମାସ 3 ତାରିଖ, ଓଡ଼ିଆ ପୁଷ ମାସ 19 ଦିନ, ଶୁକ୍ରବାର, ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି, ଯାହା ରାତ୍ରି 12:15 ପର୍ଯ୍ୟନ୍ତ ରହୁଛି। ଆଜି ଧନିଷ୍ଠା ନକ୍ଷତ୍ର, ଯାହା ରାତ୍ରି 11:25 ପର୍ଯ୍ୟନ୍ତ ରହୁଛି। ଆଜି ମକର ରାଶିରେ ଚନ୍ଦ୍ର, ଯାହାକି ଦିବା 11:53 ପର୍ଯ୍ୟନ୍ତ ରହୁଛନ୍ତି, ତାପରେ କୁମ୍ଭ ରାଶିକୁ ଚନ୍ଦ୍ର ପରିବର୍ତ୍ତନ କରୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହାକି ପ୍ରାପ୍ତ 6:24, ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି, ଯାହାକି ଅପରାହ୍ନ 5:14। ଆଜି ଘାତ ଚନ୍ଦ୍ର ରହିଛି ସିଂହ ରାଶି ବ୍ୟକ୍ତିଙ୍କର, ଯାହା ଦିବା 11:53 ପର୍ଯ୍ୟନ୍ତ, ତାପରେ ଘାତ ଚନ୍ଦ୍ର ମିଥୁନ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି, ଯାହାକି ବିଛା ରାଶି ବ୍ୟକ୍ତି, ତତ୍ସହିତ ଧନୁ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ଚତୁର୍ଥୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ମୂଳା। ଆଜିର ରାହୁକାଳ, ଯାହା ଦିବା 8:55 ଦିବା 4:24 ମଧ୍ୟ ରହିଛି ରାହୁକାଳ ଯୁଗ। ତେଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ 7:13 ମଧ୍ୟ ରହିଛି ଶୁଭ ବେଳା, ସେହିଭଳି ଦିବା 8:07 ଦିବା 8:54 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 6:03 ରାତ୍ରି 9:15 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 11:39 ଯାହାକି ରାତ୍ରି 2:51 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣଙ୍କ ପାଇଁ ନିଶ୍ଚିତ କିଛି ଶୁଭ ଖବର ମିଳିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ୱାସ ସହକାରେ କରିବେ। ଆପଣ ଆଜି ମନ ବହୁତ ଭଲ ରହିବ। ଅନେକ ନୂତନ କାର୍ଯ୍ୟରେ ଆପଣ ଯୋଗ ଦେଇପାରନ୍ତି ଏବଂ ଆନନ୍ଦିତ ମଧ୍ୟ ରହିପାରନ୍ତି ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧରେ ଯଦି ଜଡ଼ିତ ଅଛନ୍ତି, ଆପଣଙ୍କୁ ନିଶ୍ଚିତ ଶୁଭ ଫଳ ଯୋଗ ରହୁଛି ଏବଂ ଆପଣଙ୍କର ଭାଗ୍ୟ ଅନେକ କାର୍ଯ୍ୟରେ ନିଶ୍ଚିତ ନିୟୋଜିତ ହୋଇପାରନ୍ତି, ଯାହା ମେଷ ରାଶି ବ୍ୟକ୍ତିଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ଆଜି ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବଢ଼ିବାର ଅନେକ ଯୋଗ ବନଉଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର, ଯାହାକି ପ୍ରେମ ଦୁନିଆରେ ଆପଣ ବହୁତ ଉତ୍ସାହିତ ଆନନ୍ଦିତ ରହିବେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର, ଯାହାକି ପାରିବାରିକ ସମ୍ପର୍କ ଭଲ ରହିବ। ତତ୍ସହିତ ଯେଉଁମାନେ ମୁଦ୍ରା ଜନିତ ବେପାର ବାଣିଜ୍ୟରେ ଜଡ଼ିତ ଥିବେ, ନିଶ୍ଚିତ ଆଜି ଲାଭ କରିବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ଆଜି ମେଷ ରାଶି ବ୍ୟକ୍ତି, ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ରହୁଛି ଆପଣ ମିଶ୍ରିତ କଳା ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣଙ୍କ ପାଇଁ ନୈରାଶ୍ୟ ଦିନ ହୋଇପାରେ।
ଅନେକ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। ନିଜର କାର୍ଯ୍ୟ ଆପଣଙ୍କର ଠିକ ନ ହୋଇପାରେ, ବାର୍ତ୍ତାଳାପରେ ଯତ୍ନବାନ ସହକାରେ କଥାବାର୍ତ୍ତା କରନ୍ତୁ। ତେବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ବୃଷ ରାଶି ବ୍ୟକ୍ତି ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ବୃଷ ରାଶି ବ୍ୟକ୍ତି ଯେଉଁମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଅନେକ ଚାପ ଆସିବ, ତେଣୁ ଧୈର୍ଯ୍ୟ ସହକାରେ ନିଜର କାର୍ଯ୍ୟଗୁଡ଼ିକୁ ଧ୍ୟାନ ପୂର୍ବକ କରନ୍ତୁ। ଉପରସ୍ଥ କର୍ମଚାରୀଙ୍କ କାର୍ଯ୍ୟ ଅନୁସାରେ ଚାଲନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ନହେଲେ ଆପଣ ଯଦି ଏହା ପ୍ରତି ସଚେତନ ନ ହେଉଛନ୍ତି, ଆପଣ ଉପରସ୍ଥ କର୍ମଚାରୀଙ୍କ ଠାରୁ ଯାହାକି ନିଶ୍ଚିତ ଗାଳି ଶୁଣିବାର ଅନେକ ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଯାହାକି ଆପଣ ପ୍ରେମ ଦୁନିଆରେ ନିଶ୍ଚିତ ଦୂରତା ଅବଲମ୍ବନ କରନ୍ତୁ। ତତ୍ସହିତ ଆଜି ନିଜର କଥାବାର୍ତ୍ତାକୁ ସଂଯମତା ବ୍ୟବହାର କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। କାହିଁକି ନା କେତେକ କ୍ଷେତ୍ରରେ ଆପଣଙ୍କୁ ବିଫଳତା ତ ସାମ୍ନା କରିବାକୁ ପଡ଼ିବ ପ୍ରେମ ଦୁନିଆରେ, ତତ୍ସହିତ ପାରିବାରିକ ସମ୍ପର୍କ ଆପଣଙ୍କ ପାଇଁ ବିଶେଷ ଭଲ ଯୁଗ ନାହିଁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଯାହାକି ଯଦି ସାମାଜିକ ରାଜନୈତିକ କ୍ଷେତ୍ରରେ ଜଡ଼ିତ ଅଛନ୍ତି ଟିକେ ସାବଧାନ ରୁହନ୍ତୁ। ଆଜି ବୃଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ସାବଧାନ ରୁହନ୍ତୁ। ଆଜି ଦ୍ରବ୍ୟ ନଷ୍ଟ ହେବାର ଯୁଗ ରହୁଛି, ତେଣୁ ଅର୍ଥ ଆପଣଙ୍କର କ୍ଷୟ ଯୁଗ ରହୁଛି। ଅର୍ଥ ବେପାର ବାଣିଜ୍ୟରେ ଜଡ଼ିତ ଥିଲେ ନିଶ୍ଚିତ ସାବଧାନ ସହକାରେ ବେପାର ବାଣିଜ୍ୟ କରନ୍ତୁ ଏବଂ ନିଜକୁ ସଫଳତା ବନେଇବା ପାଇଁ ଚେଷ୍ଟା କରନ୍ତୁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢ଼ିପାରେ। ପୂର୍ବରୁ ଯଦି କାହାର ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ବଢ଼ିବାର ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ କେଶୁରିଆ ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ମାନସିକ ସ୍ତରରେ ଦୁର୍ବଳ, ଅସ୍ଥିର ରହିପାରନ୍ତି। କାର୍ଯ୍ୟ ପରିଚାଳନା କ୍ଷେତ୍ରରେ ଆପଣ ବହୁତ କଷ୍ଟ ପାଇପାରନ୍ତି। ତେଣୁ ନିଶ୍ଚିତ ମିଥୁନ ରାଶି ବ୍ୟକ୍ତି ନିଜ କାର୍ଯ୍ୟ ପ୍ରତି ସଚେତନ ହୁଅନ୍ତୁ ଏବଂ ନିଜର କାର୍ଯ୍ୟକୁ ଧ୍ୟାନ ପୂର୍ବକ କରନ୍ତୁ। ଏବଂ କାର୍ଯ୍ୟରେ ଆପଣଙ୍କର ଅନେକ ବ୍ୟାଘାତ ଆସିପାରେ, ତାକୁ ଦୃଢ଼ ଭାବେ ନିଷ୍ଠା ପର ସହକାରେ କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ଧୈର୍ଯ୍ୟ ରେଷ୍ଟ ନେଇ କାର୍ଯ୍ୟ କରିଲେ ନିଶ୍ଚିତ ମିଥୁନ ରାଶି ବ୍ୟକ୍ତି ସଫଳତା ଆଡ଼କୁ ଅଗ୍ରଗତି କରିବେ। ତେବେ ନିଜର ଚାକିରି ସମ୍ବନ୍ଧରେ ଯଦି ଜଡ଼ିତ ଥିବେ ମିଥୁନ ରାଶି ବ୍ୟକ୍ତି ଆପଣଙ୍କୁ ଅନେକ ଚାପ ଆସିବ। ଫଳାଫଳ ଆପଣଙ୍କ ପାଇଁ ବିଶେଷ ଭଲ ହେବ ନାହିଁ ଏବଂ ଆପଣଙ୍କର କାର୍ଯ୍ୟଗୁଡ଼ିକୁ ବିଳମ୍ବରେ ଗତି କରିବ। ଆଜି ମିଥୁନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଅସ୍ଥିରତାପଣ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ପ୍ରେମ ଦୁନିଆ ପାଇଁ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ତେଣୁ ନିଶ୍ଚିତ କଥାବାର୍ତ୍ତା ବା ଭଲ ସମ୍ପର୍କ ଆଜି ନ ରହିପାରେ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ପାରିବାରିକ ସମସ୍ୟା କେତେ ମାତ୍ରାରେ ଆପଣଙ୍କର ଅପ୍ରୀତିକର ପରିସ୍ଥିତି ଘଟିପାରେ, ତେଣୁ ଧ୍ୟାନପୂର୍ବକ ପରିବାର ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ଆର୍ଥିକ ପରିସ୍ଥିତିରେ ଦେଖିଲେ ଆପଣ ମୁଦ୍ରା ଜନିତ ହାନି ଯୁଗ ରହୁଛି, ତେଣୁ ଆଜି କୌଣସି ଟଙ୍କା ଦିଅନ୍ତୁ ନାହିଁ କିମ୍ବା କାହା ପାଖରୁ ଆଣନ୍ତୁ ନାହିଁ, ଯାହା ଆପଣଙ୍କର ଟିକେ ଅସାବଧାନତା ଯୋଗୁଁ ଆପଣ ଅନେକ କ୍ଷତି ସହିପାରନ୍ତି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଆଜି ସ୍ୱାସ୍ଥ୍ୟ ସମସ୍ୟାର ବଢ଼ିବାର ଚାନ୍ସ ରହୁଛି, ତେଣୁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1। ଭାଗ୍ୟ ରଙ୍ଗ ରହୁଛି ଆପଣ ସୁନେଲି ରଙ୍ଗ ୟୁଜ୍ କରିପାରିବେ ଏବଂ ଭାଗ୍ୟ ଆପଣଙ୍କୁ ଯାହାକି ଆଜି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ନିଶ୍ଚିତ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅନୁଭବ କରିବେ। ଦିନଟି ଆପଣଙ୍କୁ ଆନନ୍ଦିତ ସହକାରେ କଟିବ ଏବଂ କର୍ମକ୍ଷେତ୍ରରେ ନିଜର ଫଳାଫଳ ଆପଣଙ୍କୁ ଅନେକ ପ୍ରକାର ସଫଳତା ପ୍ରଦାନ କରିବ। ଆଜି କର୍କଟ ରାଶି ବ୍ୟକ୍ତି ଯେଉଁମାନେ ଚାକିରି ସମ୍ବନ୍ଧରେ ଜଡ଼ିତ ଅଛନ୍ତି ନିଶ୍ଚିତ ଆପଣଙ୍କର ଭାଗ୍ୟ ସାଥ ଦେବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ଆଜି କର୍କଟ ରାଶି ବ୍ୟକ୍ତି ଅନେକ କର୍ମକ୍ଷେତ୍ରରେ ତ ଆଗକୁ ବଢ଼ିବା ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ଅନେକ ପରିମାଣରେ ଆପଣଙ୍କର ବଢ଼ିବ, ଯାହାକି ଆପଣ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ରୂପେ ସମାଜ ଆଗରେ ପ୍ରତିଫଳନ ହୋଇପାରନ୍ତି। ଆଜି କର୍କଟ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମରେ ଜଡ଼ିତ ଅଛନ୍ତି ତାଙ୍କ ପାଇଁ ଆଜି ଆନନ୍ଦ ଭରା ରୋମାଣ୍ଟିକ ପରିବେଶ ସୃଷ୍ଟି କରୁଛି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ତତ୍ସହିତ ଆଜି କର୍କଟ ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଭଲ ରହିବ, ଅତ୍ୟନ୍ତ ଖୁସି
ଭାବେ दिन कटिबार सुजोग रहुची। आज कर्कट राशि व्यक्तिंकर अर्थजनित कारोबार जड़ित जो माने थिबे से माने अनेक प्रकार लाभ पाई परिबे। तत्सहित आज व्यापार वाणिज्य मध्य जो माने दैनंदिन व्यापार करूछंती सेमानकर मध्य लाभर स्थिति रहिछि। तेणु आर्थिक स्थिति आज भल रहिबो। अर्थजनित जेकोनोसी निष्पत्ति नेबे ताहा आपनक पई लाभदायक होइबो। आज कर्कट राशि व्यक्ति स्वास्थ्यगत दृष्टि देखिले आपण संपूर्ण सुस्थ रहिबे। मानसिक स्तर रे मध्य आपण सुस्थ रहिबे जहा आपनक भाग्य राशि रु जणा पडुछि। आज कर्कट राशि व्यक्तिंकर भाग्य संख्या रहिछि 8। भाग्य रंग आपण गाढ़ नील रंग यूज करि पारिबे एवं ग्रह माने आपनक आज 90% साथ दउछंती। एबे चलंतु जानिबा सिंह राशि व्यक्तिंक विषय। सिंह राशि व्यक्ति दिनटी आपनकु पई विशेष करी सकाळु सकाळु दिनटी विशेष शुभ फल न होई पारे। जेते दिन गड़िबो आपनकर आज सफलता आड़कू सेते शीघ्र अग्रगति करिवे सिंह राशि व्यक्ति। कारण आपनकर 11:53 पर्यंत घात चंद्र युक्त रहुची। तेणु भाग्य टिके निम्नगामी रहिबो। तापरे आपनकर भाग्य शुभ फल आड़कू अग्रगति करिवो। आपनकर दृढ़ कार्य इच्छा शक्ति जुगु समस्त कार्य आपण सफलतार सह करिवे सिंह राशि व्यक्ति जहा आपनक भाग्य राशि रु जणा पडुची। आज सिंह राशि व्यक्तिंकर जहा कि सामाजिक राजनीतिक क्षेत्र रे धीरे धीरे दक्षता बढ़िबार सुजोग देबो। तत्सहित जो माने प्रेम संबंध रे जड़ित अछंती निश्चित आपण आज उत्साह आनंदित सहकारे कटिबार सुजोग दउची सिंह राशि व्यक्तिंकर। आज सिंह राशि व्यक्तिंकर पारिवारिक संपर्क भल रहिबो। तत्सहित आज जो माने अर्थजनित कारोबार करुछंती निश्चित आपनको अनेक प्रकार लाभ दबार सुजोग देबो जहा आपनको भाग्य राशि रु जणा पडुछ। आज सिंह राशि व्यक्ति जो माने अर्थ आज किछि देई पारंती बा नै नबार जुग अनेक आपनको सफलता रास्ता रे आपनको ठिया करिवो। अर्थात अर्थ देई पारिबे बा अर्थ नै पारिबे जहा आपण सफलता निश्चित बनिवो सिंह राशि व्यक्ति को। आज सिंह राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कौनसी स्वास्थ्य समस्या रहिबो नै। जदि पूर्वरु स्वास्थ्य समस्या थिबो तेबे धीरे धीरे आपनको आज समाप्त होबार अनेक चांस रहुची। आज सिंह राशि व्यक्तिंकर भाग्य संख्या रहिची 7। भाग्य रंग रहुची जहा कि आपण सबुज रंग यूज करि पारिबे एवं ग्रह माने आपनको आज जहा कि 80% साथ दउछंती। एबे चलंतु जानिबा कन्या राशि व्यक्तिंक विषय। कन्या राशि व्यक्ति आदि दिनटी आपनक पई भल दिन होई न पारे। अनेक क्षेत्र रे आपण नैराश्य विफलता सामना करबा को पड़िबो जहा आपनक भाग्य राशि रु जणा पड़ुछि। तेणु कन्या राशि व्यक्ति निजर कार्य प्रति सचेतन सहकारे कार्य करंतु। कर्म क्षेत्र रे अनेक विफलता सामना करबा सहित चाकरी संबंध रे अनेक चैलेंज सामना करबा को पड़िबो कन्या राशि व्यक्ति। तेणु ध्यान पूर्वक निजर कार्य करंतु कन्या राशि व्यक्ति। आज कन्या राशि व्यक्ति आपण कार्य सफलता पई निजर मन को स्थिर रखिबा पई टिके आध्यात्मिक कार्य रे नियोजित हुअंतु किंबा आध्यात्मिक किछि प्रवचन सुनंतु। देखिबे मन रे स्थिरता आसीबो। तेबे राजनीतिक सामाजिक क्षेत्र रे आपण दूरता अवलंबन करबा सहित प्रेम दुनिया ठारू निजको दूरता रखिले आहुरी भल रहिबो। काहे कि आज प्रेम संबंध आपनकर अस्थिरता देखा देबो। तत्सहित पारिवारिक संपर्क आपनको भारी खराब होबार जुग रहुची। आज कन्या राशि व्यक्तिंकर जहा कि अर्थजनित कारोबार रे आपण आशा अनुसार लाभ करि पारिबे नै। अनेक क्षेत्र रे क्षति होबार चांस रहुची। तेणु ध्यान पूर्वक व्यापार वाणिज्य करंतु। आज कन्या राशि व्यक्तिंकर स्वास्थ्यगत दृष्टि देखिले आपण सुस्थ रहिबा पई सदा बेले ध्यान रखंतु। काहे कि आज असुस्थता होबार अनेक चांस रहुची। तेणु ध्यान पूर्वक निजर स्वास्थ्य को जगंतु। कौनसी तेलिया खाद्य ठारू दूरता अवलंबन करंतु। आज जहा कि कन्या राशि व्यक्तिंकर भाग्य संख्या रहिची 9। ग्रह माने आपनको आज जहा कि 45% साथ दउछंती। तत्सहित आज आपनकर भाग्य रंग रहुची हलदिया रंग यूज करि पारिबे। एबे चलंतु जानिबा तुला राशि व्यक्तिंक विषय। तुला राशि व्यक्ति आज दिनटी आपनक पई विशेष करी दिनटी उदार विफलता अनेक चिंताजनक रही पारे। तत्सहित आज भय जाग्रत होई पारे निजर कार्य रे। तेणु ध्यान पूर्वक कार्य करंतु। मन को स्थिरता रखी कार्य करिले तुला राशि व्यक्तिंक पई भलो हेबो। आज तुला राशि व्यक्ति जो माने चाकरी संबंध रे जड़ित अछंती आपनकर आज कार्य विलंब जुग रहुची। तत्सहित आज अनेक चैलेंज आसीबो
तेणु गुरुत्वपूर्ण निष्पत्ति ठारू निजକୁ ଦୂରତା ଅବଲମ୍ବନ କରିବାଟା ଏହା ହେଉଛି ଆପଣଙ୍କର ବୁଦ୍ଧିମାନର କାର୍ଯ୍ୟ ତୁଳା ରାଶି ବ୍ୟକ୍ତି। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ସାମାଜିକ ରାଜନୈତିକ କ୍ଷେତ୍ରରେ ଆପଣଙ୍କୁ ସ୍ଥିରତା ଆଣିବାକୁ ପଡ଼ିବ। ଆଜି ତୁଳା ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ଅଛନ୍ତି ନିଶ୍ଚିତ ଧ୍ୟାନ ପୂର୍ବକ ନିଜର ବ୍ୟବହାର ଠିକ ରଖନ୍ତୁ, କାହିଁକି ନା ଆଜି କଳହ ସାମ୍ନା କରିବାକୁ ପଡ଼ିପାରେ। ତେଣୁ ନିଶ୍ଚିତ ପ୍ରେମ ଜଗତରେ ଆପଣ ଦୂରତା ଅବଲମ୍ବନ କରିଲେ ଆହୁରି ଭଲ ରହିବ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଯାହାକି ପାରିବାରିକ ସମ୍ପର୍କ ଅସ୍ଥିରତା ଦେଖା ଦେଇପାରେ, ନିଜ ଭିତରେ କିଛି ମତଭେଦ ହବାର ଅନେକ ଚାନ୍ସ ରହୁଛି। ତତ୍ସହିତ ଆଜି ନିଜ ଭିତରେ ଯୁକ୍ତିତର୍କ ମଧ୍ୟ ହବାର ଚାନ୍ସ ରହୁଛି। ତେଣୁ ତୁଳା ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ତୁଳା ରାଶି ବ୍ୟକ୍ତି ବେପାର ଜନିତ ଯଦି କିଛି କାର୍ଯ୍ୟରେ ବା ଦୈନନ୍ଦିନ ବେପାର ଜନିତ ଜଡ଼ିତ ଅଛନ୍ତି ଆପଣଙ୍କୁ ଧ୍ୟାନ ପୂର୍ବକ ନିଜର ବେପାର ବାଣିଜ୍ୟ କରିବାକୁ ପଡ଼ିବ, ନହେଲେ ଆପଣଙ୍କର ଅନେକ ବିଫଳତା ସାମ୍ନା କରିବାକୁ ପଡ଼ିବ। ଅର୍ଥାତ୍ କ୍ଷତି ଯୁଗ ଆପଣଙ୍କୁ ଯାହା ଆପଣଙ୍କ ରାଶି ଚକ୍ରରେ ରହୁଛି। ତେଣୁ ଆଦୌ ବେସାବଧାନତା ହୁଅନ୍ତୁ ନାହିଁ, ସାବଧାନତା ସହିତ କାରେ ଆପଣ ବେପାର ବାଣିଜ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଯତ୍ନ ସହକାରେ ଧ୍ୟାନ ଦିଅନ୍ତୁ, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ଆଜି ଯାହାକି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ମିଶ୍ରିତ କଳା ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 40% ସାଥ ଦେଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ସମସ୍ତ ପ୍ରକାର ଖୁସିର ଦିନ ହୋଇପାରେ। ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରିଲେ ଅନେକ ସଫଳତାର ଅଗ୍ରଗତି କରିବେ। ବିଛା ରାଶି ବ୍ୟକ୍ତି ଆଜି ନୂତନ କାର୍ଯ୍ୟ କରିବାର କିଛି ସୁଯୋଗ ମିଳିପାରେ। ଯଦି କିଛି ନୂତନ କାର୍ଯ୍ୟ ଖୋଜୁଥିବେ ବା ଚାକିରି ସମ୍ବନ୍ଧରେ କିଛି ଇଣ୍ଟରଭ୍ୟୁ ଥିବ ବିଛା ରାଶି ବ୍ୟକ୍ତିଙ୍କର, ନିଶ୍ଚିତ ଆପଣଙ୍କୁ ସଫଳତା ପ୍ରଦାନ କରିବାର ଅନେକ ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ତତ୍ସହିତ କାର୍ଯ୍ୟକ୍ଷେତ୍ରରେ ଆପଣ ଆଗକୁ ବଢ଼ିବେ ଏବଂ ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ନୂତନ କିଛି ସଫଳତା ମିଳିବାର ସୁଯୋଗ ଦେବ। ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତିଙ୍କର ରାଜନୈତିକ, ସାମାଜିକ ଏବଂ ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଉତ୍ତମ ଦିନ ବନେଇପାରେ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣଙ୍କୁ ଅନେକ ଲାଭ ପ୍ରାପ୍ତ କରିବାର ସୁଯୋଗ ଦେଇପାରେ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ତେବେ ବିଛା ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ କରୁଥିବେ ତାଙ୍କ ପାଇଁ ଆଜି ଉତ୍ତମ ଦିନ ବନଉଛି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ପାରିବାରିକ ସମ୍ପର୍କ ଭଲ ରହିବ, ନିଜ ଭିତରେ ଭଲ ସମ୍ପର୍କ ଗଢ଼ି ଉଠିବ। ତତ୍ସହିତ ସମସ୍ତଙ୍କୁ ନେଇ ଆଜି ହସ ଖୁସିରେ ଦିନ କଟିବାର ସୁଯୋଗ ଦେଇପାରେ ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3 ଏବଂ ଭାଗ୍ୟ ରଙ୍ଗ ରହୁଛି ଆପଣ ହଳଦିଆ ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦେଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦମୟ ଦିନ ହୋଇନପାରେ। ଦିନଟି ଆପଣଙ୍କୁ ଅନେକ ଚିନ୍ତା ବ୍ୟକ୍ତ କରିପାରନ୍ତି। ତେଣୁ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। ଆଜି ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ଆପଣଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିବ। ସଂଘର୍ଷରେ ମଧ୍ୟ ବିଫଳତା ଆଣି ଦେଇପାରେ। ତେଣୁ ଧ୍ୟାନ ପୂର୍ବକ କାର୍ଯ୍ୟ କରନ୍ତୁ, କର୍ମକ୍ଷେତ୍ରରେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ। ତତ୍ସହିତ ଧନୁ ରାଶି ବ୍ୟକ୍ତି ଆପଣ ଚାକିରି ସମ୍ବନ୍ଧରେ ଯଦି ଜଡ଼ିତ ଅଛନ୍ତି ନିଜର କାର୍ଯ୍ୟକୁ ସଚେତନ ସହକାରେ କରନ୍ତୁ, ନହେଲେ ଆପଣଙ୍କର ତ ଅନେକ ତ୍ରୁଟି ହେବ। ତତ୍ସହିତ ଧନୁ ରାଶି ବ୍ୟକ୍ତି ଅନେକ ଚାପ ଆସିବ, ଯାହା ପାଇଁ ଆପଣ ମାନସିକ ସ୍ତରରେ ଦୁର୍ବଳ ଅସ୍ଥିର ହୋଇପାରନ୍ତି। ତେଣୁ ଧନୁ ରାଶି ବ୍ୟକ୍ତି ନିଶ୍ଚିତ ନିଜର କାର୍ଯ୍ୟ ପ୍ରତି ସଚେତନ ରୁହନ୍ତୁ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ, ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେଣୁ ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଧନୁ ରାଶି ବିଦ୍ୟାର୍ଥୀ, ଶିକ୍ଷାର୍ଥୀମାନଙ୍କ ପାଇଁ ଅନେକ ଯାହାକି ସମସ୍ୟା ବା ବିଫଳତା ସାମ୍ନା କରିବା ପାଇଁ ପଡ଼ିପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଆପଣ ଦୂରତା ଅବଲମ୍ବନ କରନ୍ତୁ। ତତ୍ସହିତ ପାରିବାରିକ ସମ୍ପର୍କକୁ ସ୍ଥିରତା ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି ଧନୁ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଧ୍ୟାନ ପୂର୍ବକ ଅର୍ଥକୁ ବେପାର ବାଣିଜ୍ୟରେ ଲଗାନ୍ତୁ ଏବଂ ଅନାବଶ୍ୟକ ଖର୍ଚ୍ଚ ଠାରୁ ନିଜକୁ ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ପରିବାର ସ୍ୱାସ୍ଥ୍ୟ ନେଇ ଆପଣ ଚିନ୍ତିତ ରହିପାରନ୍ତି। କିଛି
आपण औषध पत्र पाई अर्थ मध्य खर्च करि पारंती जहा मानसिक स्तर अस्थिर दुर्बलता होई पारंती धनुराशि व्यक्ति। आज धनुराशि व्यक्तिंकर भाग्य संख्या रही जहा कि एक भाग्य रंग रहुची आपण जहा कि नाली रंग यूज करि पारिबे एवं भाग्य आपण को जहा कि आज 30% साथ दउछंती। एबे चलंतु जानिबा मकर राशि व्यक्तिंक विषय। मकर राशि व्यक्ति आज दिनटी आपणक पई अनेक कार्य सफलता जुग रहुची। कठिन परिस्थिति रे मध्य निजर एकाग्रता रखि पारिबे मकर राशि व्यक्ति। निजर भावना को आपण निश्चित आग को बढ़ी निजर कार्य सफलता को नहीं पहुंचबे। आज मकर राशि व्यक्ति अनेक चैलेंज भितरे मध्य निश्चित निजर कार्य संपादन करने सहित चाकरी संबंध जो माने नियोजित अछंती निश्चित सफलता शीर्ष रे पहुंची पारंती। एवं मकर राशि व्यक्ति आज प्रेम दुनिया रे जड़ित जो माने अछंती सेमानक पई आज भल दिन हेबो नाही। आज विशेष करी कहले कलह जुक्ति तर्क रो सामना करिबा पई पड़ी पारे। तेणु निश्चित प्रेम दुनिया रु आपण दूरता अवलंबन करंतु जहा आपनक पई भल हेबो। विशेष करी आज मकर राशि व्यक्तिंकर स्वामी स्त्री भितर कलह होबार अनेक चांस रहउची। तेणु ध्यान पूर्वक कलह ठारू दूरता अवलंबन करिले ताहा आपनक पई भल हेबो। आज मकर राशि व्यक्तिंकर जहा कि स्वास्थ्यगत दृष्टि देखिले आपनकर स्वास्थ्य चिंता बढ़ी पारे जहा कि विशेष कर मुंड बिंधा होबार अनेक चांस रहउची। तेणु स्वास्थ्य निश्चित ध्यान पूर्वक निजर स्वास्थ्य को जगंतु। आज मकर राशि व्यक्तिंकर व्यापार वाणिज्य रे आपण अनेक ध्यान दबार आवश्यकता रही जहा कि आपणकर भाग्य आज मध्यम धरणर थिबारु केतेबेले क्षति मध्य होई पारे केतेबेले लाभ मध्य होई पारे। तेणु निजर व्यापार वाणिज्य को ध्यान पूर्वक करिले आपण सफलता बा लाभ निश्चित करिवे। आज मकर राशि व्यक्तिंकर भाग्य संख्या रही 8। भाग्य रंग रहुची आपण गाढ़ नील रंग यूज करि पारिबे एवं ग्रह माने आपण को आज जहा कि 75% साथ दउछंती। एबे चलंतु जानिबा कुंभ राशि व्यक्तिंक विषय। कुंभ राशि व्यक्ति आज दिनटी आपणक पई विशेष सफलता दिन होई न पारे। अनेक क्षेत्र रे आपणक चैलेंज सामना करिबा को पड़िबो। तत्सहित दिनटी योजना अनुसार कार्य करंतु नहले आपण विफलता आपणक भाग्य रे लागि रहिची। आज कुंभ राशि व्यक्ति चाकरी संबंध रे अनेक प्रॉब्लम आसीबो जहा पई आपण चिंतित रही पारंती मानसिक स्तर दुर्बल होई पारंती। तेणु ध्यान पूर्वक कुंभ राशि व्यक्ति कार्य करंतु। आज कुंभ राशि व्यक्तिंकर राजनीतिक सामाजिक क्षेत्र में आपनकर भाग्य ग्रह निम्नगामी रहउची। तत्सहित शिक्षार्थी मानक पई मध्य आज उत्साहर दिन होई न पारे। आज कुंभ राशि व्यक्ति प्रेम संबंध रे जड़ित अछंती तेबे मानसिक स्तर आपण अस्थिर दुर्बल होई पारंती जहा आपनकर प्रेम संबंध भितर किछि जुक्ति तर्क होबार संभावना रहउची। आज कुंभ राशि व्यक्ति पारिवारिक संपर्क अस्थिरता देखा दे पारे। तेणु ध्यान पूर्वक परिवार संपर्क को भल रखिबा पई चेष्टा करंतु। आज कुंभ राशि व्यक्तिंकर आर्थिक स्थिति देखिले आपण टंका जनित अभाव देखा देबो। तेणु निजर अर्थ को ध्यान पूर्वक परिचालना करंतु। कौनसी गुरुत्वपूर्ण अर्थजनित क्षेत्र में निष्पत्ति नियंतु नाही। आज कुंभ राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्यगत चिंता बढ़ी पारे। तेणु ध्यान पूर्वक निजर स्वास्थ्य को जगंतु। उक्त रक्तचाप जुग रहुची तेणु यह प्रति सचेतन रुहंतु। आज कुंभ राशि व्यक्तिंकर जहा कि भाग्य संख्या रही जहा कि 9। भाग्य रंग आपण जहा कि यूज करि परिबे नाली एवं ग्रह माने आपण को आज 35% साथ दउछंती। एबे चलंतु जानिबा मीन राशि व्यक्तिंक विषय। मीन राशि व्यक्ति आज एक सुंदर दिन आपण को पई होई पारे। निजर कार्य गुडी को सफलता करिवार पूर्ण शुभ जुग रहिछि। आज मीन राशि व्यक्ति निजर लक्ष्य हासिल करिवार उत्तम जुग रहुछि। आज गुरुत्वपूर्ण निष्पत्ति नबा पई निश्चित आपण को ग्रह माने सहाय्य करिवे जहा पई उत्तम दिन होई पारे। आज मीन राशि व्यक्ति आपणकर चाकरी संबंध रे जड़ित कार्य निश्चित आपण को विश्वासर सहित आपणकर कार्य हासिल होबार जुग रहुछि जहा आपणक भाग्य राशि जना पड़ुछि। आज मीन राशि व्यक्ति राजनीतिक सामाजिक क्षेत्र में आपणकर दक्षता बढ़िबार अनेक चांस रहुछि। तत्सहित शिक्षार्थी विद्यार्थी मानक पई आज उत्तम दिन बनै पारे। आज मीन राशि व्यक्तिंकर जहाँकि प्रेम एवं पारिवारिक संपर्क दृष्टि देखिले आपणक पई भल उत्तम दिन होई न पारे। विशेष करी
परिवार संपर्क भितर कलह तथापि प्रेम दुनिया रे आपणकर आज भूल बुझामणा जुगु किछि अशांति परिवेश सृष्टि करि पारे। तेणु ध्यान पूर्वक प्रेम संबंध पारिवारिक संपर्क भल रखिबा पई मीन राशि व्यक्ति सचेतन रुहतु। तेबे मीन राशि व्यक्ति आज आपण व्यापार वाणिज्य रे निश्चित भल करिवे, टंका संचय करिवार जुग रहुची। तत्सहित आपण आज अर्थजनित किछि कारोबार करिले निश्चित परवर्ती स्टेप रे आपण अनेक लाभ बा सफलता पाई पारंती। आज मीन राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे, कौनसी स्वास्थ्य समस्या आपणकर रहिबो नाही, जहाँ आपणक भाग्य राशि रु जणा पडुछि। आज मीन राशि व्यक्तिंकर भाग्य संख्या रहिछि 7, भाग्य रंग रहुछि सबुज रंग एवं ग्रह माने आपणको आज जहाँ कि 85% साथ दउछंती। ओम विष्णवे नमः। नमस्कार।